ସୁନାବେଡ଼ା ମ୍ୟୁନିସିପାଲିଟିର ଯେଉଁ ଅଧ୍ୟକ୍ଷ ଅଛନ୍ତି ତାଙ୍କ ନାଁରେ ଅଭିଯୋଗ ନେଇକି ଯାଇଥିଲି ଜିଲ୍ଲାପାଳଙ୍କ ପାଖରେ। ଅଭିଯୋଗ ହେଉଛି ତାଙ୍କର ନିଜସ୍ୱ ସ୍ତ୍ରୀଙ୍କ ନାଁରେ ଯେଉଁ ସବୁ କାମ ଗୁଡ଼ାକ କରିଛନ୍ତି, ଦୁର୍ନୀତିମୁକ୍ତ ଅଭିଯୋଗ କରିଛନ୍ତି, ପୌର ପରିଷଦର ମ୍ୟୁନିସିପାଲିଟି ଆକ୍ଟ ବିରୁଦ୍ଧରେ ଯାହା ସବୁ ନେଇଛନ୍ତି ସେଇ ଅଭିଯୋଗ ମୁଁ ଜିଲ୍ଲାପାଳଙ୍କ ପାଖରେ ନେଇକି ଯାଇଥିଲି। କାମ କରୁଛନ୍ତି ସେ ମୁକ୍ତାରେ ହଉ କି ଟେଣ୍ଡର ବି ନେଇଛନ୍ତି, ସେ ଅତି ଶୀଘ୍ର ସାମ୍ନାକୁ ଆସିପାରିବେ। ମୁଁ ଜିଲ୍ଲାପାଳଙ୍କୁ ଯେହେତୁ ଦେଇଛି, ଜିଲ୍ଲାପାଳ କହିଛନ୍ତି ଆମର ଭେଣ୍ଡିଂ ଜୋନ୍ରେ 18 ନମ୍ବର ଷ୍ଟଲ୍ଟା ନେଇଛନ୍ତି। ଆମର नो ड्यू सर्टिफिकेट भी म्युनिसिपालिटी ଦେଇଛନ୍ତି ତାଙ୍କୁ। ଭେଣ୍ଡିଂ ଜୋନ୍ରେ 18 ନମ୍ବର ଷ୍ଟଲ୍ ନେଇଛନ୍ତି, ପ୍ଲସ୍ ଆମର ମ୍ୟୁନିସିପାଲିଟିରେ ଯେଉଁ କାର୍ଯ୍ୟଦର୍ଶ ଗୁଡ଼ାକ ଦେଇଛନ୍ତି ତାଙ୍କର ଅଥରିଟିରେ ତାଙ୍କ ସିଗ୍ନେଚର ଦ୍ୱାରା ତାଙ୍କ ସ୍ତ୍ରୀଙ୍କ ନାଁରେ ହେଇଛି। ତାଙ୍କ ନିଜସ୍ୱ ସ୍ତ୍ରୀଙ୍କ ନାଁରେ ହିଁ ସପ୍ଲାଏ ହେଇଛି। SJS କନଷ୍ଟ୍ରକ୍ସନ୍ ତାଙ୍କ ସ୍ତ୍ରୀର ସିଗ୍ନେଚର ବି ସେଇଠି ମେନସନ୍ ଅଛି। ଯେହେତୁ ମୁଁ ତାଙ୍କର ଦୁର୍ନୀତି ଇଲିଗାଲି କାମ ସବୁ ଯାହା କରିଛନ୍ତି ସେ ସବୁ ଖରତାର କରିବା ଯୋଗୁଁ ତାଙ୍କୁ ପ୍ରୋବ୍ଲେମ୍ ହେଇଥିଲା। ମୁଁ ସେଇ ସବୁ ଜିନିଷ ତାଙ୍କୁ କ୍ୱେଶ୍ଚିନ୍ କରିଥିଲି। ସେଇଥିପାଇଁ ମୁଁ ଗୋଟେ ଦଳିତ କୋରାପୁଟିଆ ଝିଅ, ସେଇ ହିସାବରେ ତାଙ୍କୁ ସେହିପରି କଷ୍ଟ ଲାଗୁଛି ବୋଧେ ମୁଁ ଗୋଟେ କୋରାପୁଟିଆ ଝିଅ ଆସିକି ଏଇଠି ତାଙ୍କୁ କାହିଁକି କ୍ୱେଶ୍ଚିନ୍ କରୁଛି। ସେଇଥିପାଇଁ ତାଙ୍କେ କାଉନସିଲର ମାନଙ୍କୁ ଯେଉଁ ଲୋଭ ଦେଖେଇକି ଜିଲ୍ଲାପାଳଙ୍କ ପାଖରେ ମୋ ନାଁରେ ଅନାସ୍ଥା ଆଣିଛନ୍ତି। ଦାଣ୍ଡରେ ପଡୁଛି କି? ଆଜ୍ଞା ପଡୁଛି, ଦାଣ୍ଡରେ ପଡୁଛି। ତାଙ୍କେ ବିଜେଡିର ଦଳକୁ ବିଭ୍ରାଟ ସୃଷ୍ଟି କରିବା ପାଇଁ ଚାହୁଁଛନ୍ତି। ଯେହେତୁ ତାଙ୍କ ଗୋଟେ ଇଣ୍ଡିପେଣ୍ଡେଣ୍ଟ କ୍ୟାଣ୍ଡିଡେଟ୍ ହେଇକି ଆସିଥିଲେ, ମ୍ୟୁନିସିପାଲିଟିର ଜନସାଧାରଣ ତାଙ୍କୁ ଭାବିଥିଲେ ସୁନାବେଡ଼ା ମ୍ୟୁନିସିପାଲିଟି ପୌର ପରିଷଦକୁ କିପରି ଭାବରେ ଉନ୍ନତି କରିବେ। ସେ ଭାବିକି ଆମର ମେଜରିଟି ଦେଖିକି ବିଜେଡି ଦଳରେ ତାଙ୍କୁ ସ୍ୱାଗତ କରାହେଇଥିଲା। ଆଉ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବି ଆମମାନଙ୍କର। ତାପରେ ଯେଉଁ ସବୁ ଏଇ ଆସିକି ଇଣ୍ଡିପେଣ୍ଡେଣ୍ଟରୁ ଜିତିକି ଆସି ବିଜେଡି ଦଳରେ ମିଶିଥିଲେ, ଆମେ ସେଇଟା ପଦକ୍ଷେପକୁ ସ୍ୱାଗତ କରୁଛୁ। ଆଉ ସମସ୍ତେ ସେଇଠି ଇଚ୍ଛୁକ, ଆମ କାଉନସିଲର ମାନେ ବି ଇଚ୍ଛୁକ ହେଇକି ତାଙ୍କୁ ବିଜେଡି ଦଳରେ ମିଶା ହେଇଥିଲା। ତାପରେ ବିଜେଡି ଦଳର ଉପାଧ୍ୟକ୍ଷଙ୍କୁ ହିଁ ତାଙ୍କେ ଯେ ସବୁ ଆଶାୟୀ ମାନେ ଥିଲେ ମୋର ଉପାଧ୍ୟକ୍ଷ ସମୟରେ, ସେଇ ଆଶାୟୀ ମାନଙ୍କୁ ନେଇକି ଏଇସବୁ କାମ କରିଛନ୍ତି। ଲୋଭ ଦେଖେଇଛନ୍ତି, ସମ୍ପୂର୍ଣ୍ଣ ଭାବରେ ଲୋଭ ଦେଖେଇଛନ୍ତି ସେମାନଙ୍କୁ। ଆଉ କିଏ ବିଜେଡିର ନେତା ଜିଲ୍ଲା ସ୍ତରରେ ତ ମୁଁ କହିପାରିବିନି କିଏ ଅଛନ୍ତି, ବାକି ରାଜ୍ୟ ସ୍ତରରେ ମୁଁ ଆମ ଦଳର ସଭାପତିଙ୍କ ସହିତ ଦେଖା କରିଥିଲି। ତାଙ୍କର ବହୁତ ସପୋର୍ଟ ମୋ ପାଖରେ ଅଛି। ଆଉ ତାଙ୍କେ କହିଥିଲେ ବି ଏହା ମୁଁ ଜିଲ୍ଲା ସ୍ତରରେ ପହଞ୍ଚେଇବି, ତାଙ୍କେ ସେଇ ଠିକ୍ ରୂପଟା ନେବେ। ତ ଜିଲ୍ଲାପାଳ କ'ଣ କହିଲେ ଅଭିଯୋଗ? ଜିଲ୍ଲାପାଳ ଉପରେ ଇଲିଗାଲି କାମ ଯେହେତୁ ହେଉଛି, ମୁଁ ନିଶ୍ଚିତ ଭାବରେ ଏହାର ନିଶ୍ଚୟ ଆଗକୁ ପଦକ୍ଷେପ ନେବି। ଆପଣ କେତେ ଦିନ ସମୟ ଦେବେ? ଯଦି ନ ହେବ କ'ଣ କରିବେ? ଯଦି ନ ହେବ ମୁଁ ଆଉ ଥରେ ଜିଲ୍ଲାପାଳଙ୍କ ପାଖରେ ଦ୍ୱାରସ୍ଥ ହେବି। ଦଳୀୟ ଫର୍ମକୁ ଯିବେନି? ଦଳୀୟ ଫର୍ମକୁ ମୁଁ ଅଲରେଡ଼ି ଦେଇଛି। ମୁଁ ଇଲିଗେସନ୍ ଆସିଛି ମୋ ପାଇଁ, ସେଟା ସବୁ ମିଥ୍ୟା। କିନ୍ତୁ ଆମର 25ଟି କାଉନସିଲର ଅଛନ୍ତି। 25ଟି କାଉନସିଲର ମୁଖ୍ୟ ହେଉଛି ଚେୟାରମ୍ୟାନ୍। ଯେତେବେଳେ 25ଟି କାଉନସିଲର ତା ଭିତରୁ କିଛି କାଉନସିଲର ଚାହିଁଲେ ଯେଉଁ ଆମର ଭାଇସ୍ ଚେୟାରମ୍ୟାନ୍ ଅଛନ୍ତି ତାଙ୍କ ସାଙ୍ଗରେ ତାଙ୍କର କିଛି ଅପଟ ରହିବାରୁ ସେମାନେ ନିଜେ ଯାଇଥିଲେ ଆମର କଲେକ୍ଟର ଅଫିସକୁ। ସେଠି ଯେତେବେଳେ ସେମାନେ ଥରେ ଯାଇକି ଆସିଲା ପରେ ଯେତେବେଳେ ତାଙ୍କର କିଛି ରିପୋର୍ଟ ପାଇଲେନି, ପୁଣି ମୋତେ ଯେହେତୁ ମୁଁ ମାନେ ସବୁ କାଉନସିଲର ମୁଖ୍ୟ ଯେହେତୁ ଅଛି, ମୋତେ ସେମାନେ ରିକ୍ୱେଷ୍ଟ କରିବାରୁ ମୁଁ ପୁଣି ଯାଇକି କଲେକ୍ଟରଙ୍କୁ ଭେଟିଥିଲି। ତା ପାଇଁ ସେ କଥା ବି ସବୁ ମିଥ୍ୟା କଲେ ଚଳେ। ଯେହେତୁ ମୁଁ ଚେୟାରମ୍ୟାନ୍ ଆଇସି ମ୍ୟୁନିସିପାଲିଟିରେ ଆସିଲା ପରେ ଆମର ସବୁ କାଉନସିଲର ଧରିକି ଏବଂ ମୋତେ ଫିଲ୍ଡରେ ବୁଲିବା ପାଇଁ ଆମର ମ୍ୟୁନିସିପାଲିଟି ତରଫରୁ ଗାଡ଼ି ଦିଆଯାଇଛି। ସେଇଟା ଗାଡ଼ି ମଧ୍ୟ ମ୍ୟୁନିସିପାଲିଟି ଟେଣ୍ଡର କରିଛି। ଏବଂ ଯେଉଁ ଷ୍ଟଲ୍ କଥା କହୁଛନ୍ତି, ଷ୍ଟଲ୍ ମୁଁ ପଲିଟିକାଲ ନ ଆସିବା ଆଗରୁ 2014ରୁ ସେ ଷ୍ଟଲ୍ ଅଛି। 2014ରୁ 2024 10 ବର୍ଷ ହେଇଗଲାଣି। 2000 ଷ୍ଟଲ୍ ମୁଁ ଯେତେବେଳେ ବ୍ୟବସାୟ କରୁଥିଲି, ବ୍ୟବସାୟ ହିସାବରେ ମୁଁ ଷ୍ଟଲ୍ ନେଇଥିଲି। ସେଇଟା ଯେତେବେଳେ ମୋର ବ୍ୟବସାୟ ପାଇଁ କାମ ଆସୁଛି, ସେଇଟା ସେମିତି କିଛି ନାହିଁ। ମୁଁ ସମସ୍ତଙ୍କୁ କାଉନସିଲର ଧରିକି ଚାଲୁଛି। କାଉନସିଲରମାନଙ୍କର ପ୍ରୋବ୍ଲେମ୍ ଅଛି, ଯେହେତୁ ତାଙ୍କର କିଛି ଇସ୍ୟୁ ଅଛି। ତାଙ୍କର ବିଗତ ଦିନରେ ଆମର ଦଳୀୟ କାର୍ଯ୍ୟକ୍ରମରେ ସବୁ ଝଗଡ଼ା ବି ହେଇଥିଲା। ସେ ଝଗଡ଼ାରେ ଚେୟାର ଟେବୁଲ୍ ଫିଙ୍ଗାଫିଙ୍ଗି ବି ହେଇଥିଲା ସେ ଗୋଟେ କାଉନସିଲର ଉପରକୁ। ତା ପାଇଁ ମଧ୍ୟ ପୋଲିସ ଷ୍ଟେସନ ମଧ୍ୟ ଯାଇଥିଲେ। ସେଥିପାଇଁ କିଏ ତାର ମୁଖ୍ୟ ଆମର ଭାଇସ୍ ଚେୟାରମ୍ୟାନ୍ ଯାଇଥିଲେ, ତାଙ୍କ ବାପା ତାଙ୍କର ହଜବେଣ୍ଡ, ତ ସେଟାକୁ ସେ ଆଗକୁ ବଢ଼େଇଥିଲେ ସେସବୁ ଜିନିଷ। ସେସବୁ ଜିନିଷ ପୋଲିସ ଷ୍ଟେସନ FIR ବି ହେଇଛି। ଆଉ ତାଙ୍କ ନାଁରେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଯେହେତୁ ଭାଇସ୍ ଚେୟାରମ୍ୟାନ୍ ଅଛନ୍ତି ଆମର, ତାଙ୍କର ବାପା ମଧ୍ୟ ବିଭିନ୍ନ କାମ ନିଅନ୍ତି, ବିଭିନ୍ନ ସାନିଟେସନ୍ କାମ ବି କରନ୍ତି। ସେ ସାନିଟେସନ୍ କାମ ବି ଆପଣମାନେ ଦେଖିଥିବେ, EPF ଲେବର ନାଁରେ EPF ନ କଟା ହେଇ ତାଙ୍କର ହଜବେଣ୍ଡ ନାଁରେ, ଭାଇସ୍ ଚେୟାରମ୍ୟାନ୍ ହଜବେଣ୍ଡ ନାଁରେ EPF କଟାଯାଉଛି। ଭାଇସ୍ ଚେୟାରମ୍ୟାନ୍ ନାଁରେ ବି EPF କଟାଯାଉଛି। ଏବଂ ଭାଇସ୍ ଚେୟାରମ୍ୟାନ୍ର ମାଆଙ୍କ ନାଁରେ EPF କଟାଯାଉଛି, ତାର ଭଉଣୀ ନାଁରେ EPF କଟାଯାଉଛି, ଯେଉଁଟାକି ଲେବର ନାଁରେ EPF କାଟିବା କଥା ଯେଉଁମାନେ କାମ କରୁଛନ୍ତି। ନାଇଁ, ସେସବୁ ଜିନିଷ ମିଥ୍ୟା। ସେଇଟା ବର୍ତ୍ତମାନ ଯେହେତୁ କାଉନସିଲରର ପ୍ରୋବ୍ଲେମ୍ ଇସ୍ୟୁ ଥିଲା, ସେ ତାଙ୍କର ବ୍ୟକ୍ତିଗତ ସେଇଟା ତାଙ୍କର ମାନେ ଆଲୋଚନା ଯାହା ବି ଥିଲା, ବ୍ୟକ୍ତିଗତ ନେଇକି ଆମେ ତ କୌଣସି ଜିନିଷ ଆଗକୁ ବଢ଼ିନୁ। ଯେହେତୁ ସାମୂହିକ ଯେଉଁଟା ଇସ୍ୟୁ ଅଛି,
ସାମୂହିକ ପ୍ରୋବ୍ଲେମ୍ ଥିବାରୁ ଆମେ ସାମୂହିକ ଭାବରେ ସେମାନେ ସବୁ ଲଢ଼ୁଛନ୍ତି। ଅନାସ୍ଥା ଆମର 25ଟି କାଉନସିଲରରୁ 3-4ଟି କାଉନସିଲର ତାଙ୍କ ଫଳରେ ଯେଉଁମାନେ ଅଛନ୍ତି ଛାଡ଼ିକିରି ଆମର କଂଗ୍ରେସର କାଉନସିଲର ବି ଅଛନ୍ତି, ବିଜେପିର କାଉନସିଲର ବେଳେବେଳେ ଆସନ୍ତି, କିନ୍ତୁ ସେମାନେ ଯେତେବେଳେ ଚାପ ପକାଉଛନ୍ତି ସେମାନେ ତାଙ୍କ ପାଖକୁ ଯିବା ପାଇଁ ମାନେ ତାଙ୍କ ପାଖରେ ଯିବା ପାଇଁ ସେମାନେ ଇଏ ହେଉଛନ୍ତି, କିନ୍ତୁ ସବୁ କାଉନସିଲର ଆମ ପାଖରେ ଅଛନ୍ତି, ବିଜେଡ଼ିରେ ବି ଅଛନ୍ତି, କଂଗ୍ରେସରେ ବି ଅଛନ୍ତି। ଦଳ ଆ ଭିତରେ କିଛି ପଶିନି, ଯେହେତୁ ସାମୂହିକ ଇସ୍ୟୁ ଅଛି, ସାମୂହିକ କାଉନସିଲର ସମସ୍ତେ ଚାହିଁଛନ୍ତି ଆମେ ଭାଇସ୍ ଚେୟାରମ୍ୟାନ୍ ନୂଆ ଚାହୁଁଛୁ, ଯେହେତୁ ଆମ ସାଙ୍ଗରେ ତାଙ୍କର ଆଟିଚ୍ୟୁଡ଼୍ ଭଲ ଭାବରେ ସବୁବେଳେ ଦେଖିବାକୁ ପାଉନୁ ବୋଲିକିରି, ଏବଂ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ କାଉନସିଲର ସହିତ ଝଗଡ଼ା କରିକି ସେମାନେ ଆଗକୁ ବଢ଼ିଛନ୍ତି। ଆଗକୁ ମାନେ ମୁଁ ତ କହିଲି ଗୋଟେ ଦଳୀୟ କାର୍ଯ୍ୟକ୍ରମରେ ଝଗଡ଼ା ହେଇଥିଲା, ତାର ଆଗରୁ ମଧ୍ୟ କିଛି ଆମର ଅନ୍ୟ କାଉନସିଲର ସାଙ୍ଗରେ ମଧ୍ୟ ଝଗଡ଼ା ହେଇଥିଲା। ସେ ଯଦି ଚାହିଁବେ ମଧ୍ୟ ଆମେ ପୋଲିସ୍ ଷ୍ଟେସନ୍ ସେମାନେ ରିପୋର୍ଟ ପାଇପାରିବେ ଯଦି ଚାହିଁବେ। କିଛି ସୁବିଧା ପାଇପାରିବେ, ଯେହେତୁ 25ଟି କାଉନସିଲରରୁ 18ଟା କାଉନସିଲର ଯେହେତୁ ଏକାଠି ହେଇଛନ୍ତି, ସେ ବର୍ତ୍ତମାନ ଏକଲା ଫିଲ୍ କରୁଛନ୍ତି। ଆଉ କିଛି ଉପାୟ ନ ପାଇକିରି ବର୍ତ୍ତମାନ ସେ ଅଲଗା ବ୍ୟବସ୍ଥା ଖୋଜୁଛନ୍ତି, କେମିତିକି ଚେୟାରମ୍ୟାନ୍କୁ ଦବେଇବା କି ନହେଲେ କାଉନସିଲରକୁ ଅଲଗା ଚାପ ପକାଇକି ଆମର ଝିକିବା ସେ ଚାହୁଁଛନ୍ତି। ସମସ୍ତେ ମିଶିକି ରହିଲେ ଆମର ମ୍ୟୁନିସିପାଲିଟି ଡେଭଲପ୍ ହେବ ବୋଲି ମୁଁ ଆଶା କରୁଛି। ଦଳୀୟ ଫର୍ମକୁ ନେବାଟା ଠିକ୍ ନାହିଁ। ଦଳୀୟ ଫର୍ମ ଏଠି କିଛି ଦଳୀୟ ଫର୍ମ କିଛି ଆବଶ୍ୟକ ନାହିଁ, ଯେହେତୁ ସବୁ କାଉନସିଲର ଏକାଠି ଅଛନ୍ତି, ସବୁ କାଉନସିଲର ଚାହୁଁଛନ୍ତି ତାଙ୍କୁ କାଢ଼ିବା ପାଇଁ ଏବଂ ତା ପାଇଁ ସେ କଲେକ୍ଟର ପାଖକୁ ଯାଇଛନ୍ତି। ଏଲିଗେସନ୍ ଯେଉଁଟା ଆଣିଛନ୍ତି ସେମିତି କିଛି ମାନେ ମୋର ବିଷୟରେ ସେମିତି କିଛି ନାହିଁ। ସେ ସିଭିଲ୍ କାମ ଉପରେ ବି ମଧ୍ୟ ମୁଁ ଶୁଣିଛି ଗୋଟେ କାଲି କ'ଣ ଏଲିଗେସନ୍ ଦେଇଥିଲେ ବୋଲିକି। ମୋ ମ୍ୟୁନିସିପାଲିଟିରେ ମୋର ମିସେସ୍ ନାଁରେ ଲାଇସେନ୍ସ ଥିଲେ ମଧ୍ୟ ମୁଁ ବିଭିନ୍ନ କ୍ଷେତ୍ରରେ HL ଅଛି, ନାଲକୋ ଅଛି, ପ୍ରାଇଭେଟ୍ ସଂସ୍ଥା ବି ଅଛି, ଆମେ କାମ କରୁଛୁ ଏବଂ HL ଆମ ମ୍ୟୁନିସିପାଲିଟି କୌଣସି ପ୍ରକାର ଆମେ ଟେଣ୍ଡର ନେଇକି କାମ କରିନୁ ଏ ପର୍ଯ୍ୟନ୍ତ। ଯାହା ଆମର MP ଫଣ୍ଡ ହେଉ କି MLA ଫଣ୍ଡ ହେଉ, ଯାହାକୁ ଯଦି କିଛି ଫଣ୍ଡ ଦେଉଛନ୍ତି ଆମ ନାଁରେ ସେ ଦେଇପାରିବେ, ଆମେ କାମ କରିପାରିବା।